ବଞ୍ଚୋ ଶ୍ରୀକାନ୍ତ ବାବୁଙ୍କ ଘର। ଏଇଠୁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି। ଆମର ସମସ୍ତ କାର୍ଯ୍ୟକ୍ରମ ଶେଷ କରି ଆଜି ଶେଷ କାର୍ଯ୍ୟକ୍ରମଟି ଶେଷ ହେବ। ଆସନ୍ତାକାଲି ଆଶ୍ରମରେ ପହଞ୍ଚିବି। ହୋ ଆସନ୍ତାକାଲି ଓଳକଣାରେ ଓଳାଶୁଣୀ ନିକଟସ୍ଥ ଓଳକଣା ଗ୍ରାମରେ ପହଞ୍ଚିବି। ତା ପରଦିନ ଆଶ୍ରମରେ ପହଞ୍ଚିବି। ଏଇ କେତୋଟି ଦିନ ଖୁବ୍ ଭଲ ଆନନ୍ଦରେ ଦିନଗୁଡ଼ିକ କଟିଯାଇଛି। ନିର୍ବିଘ୍ନରେ ସମସ୍ତ କାର୍ଯ୍ୟ ସରିଛି। ତୀର୍ଥଯାତ୍ରୀମାନେ ମଧ୍ୟ ନିର୍ବିଘ୍ନରେ ଫେରି ଆସିଛନ୍ତି। ଏସବୁ ଘଟଣା ଘଟିଯାଇଛି। ତେବେ ସବୁ କଥା ପରେ ଗୋଟିଏ କଥା ହେଉଛି, ଆଜିର ମଣିଷମାନଙ୍କ ଭିତରେ ବା ଆମ୍ଭମାନଙ୍କ ଭିତରେ ଯେଉଁ ଭାବନା ସବୁ ରହୁଛି, ସଂକୀର୍ଣ୍ଣ ଭାବନା, ଏଇଥିପାଇଁ ଆଜି ମାନବ ସମାଜରେ ଗୋଟେ ବିଶୃଙ୍ଖଳା ଦେଖାଦେଇଛି। କେବଳ ସଂକୀର୍ଣ୍ଣ ଭାବନା, ସଂକୀର୍ଣ୍ଣତାରୁ ଦୂରେଇ ରହିବା ଉଚିତ। ଉଦାରତା ଠାରୁ ବଡ଼ ଜିନିଷ ଗୌରବ, ଉଦାରତା ଠାରୁ ବଡ଼ ଗୌରବ ସଂସାରରେ କିଛି ନାହିଁ। ତେଣୁ ସ୍ୱାଭିମାନ ସମସ୍ତଙ୍କ ଭିତରେ ରହିବା ଉଚିତ। ବ୍ରତ ଉପାସନା ଏସବୁ ଜୀବନର ଗୋଟିଏ ଗୋଟିଏ ସଂକଳ୍ପ। ବ୍ରତ ଉପାସନା, ଯଦି ଆମେ ଜୀବନରେ କିଛି ବ୍ରତ କରିବା ନାହିଁ, ତାହେଲେ ଆମର କିଛି ସଂକଳ୍ପ ମଧ୍ୟ ରହିବ ନାହିଁ। ସବୁଠାରୁ ଶ୍ରେଷ୍ଠ ବ୍ରତ ହେଉଛି ଆମେ ନିଜେ ଭଲ ମଣିଷ ହେବା। ଏଇଟା ହେଉଛି ଜୀବନର ସବୁଠାରୁ ଶ୍ରେଷ୍ଠ ବ୍ରତ। ମୁଁ ଯଦି ଭଲ ମଣିଷ ନ ହୁଏ, ତାହେଲେ ମୁଁ ଅନ୍ୟକୁ କ'ଣ ଶିକ୍ଷା ଦେବି? ତେଣୁ ନିଜେ ଭଲ ମଣିଷ ହେବା, ଭଲ ମନର ମଣିଷ ହେବା, ଭଲ ମନ ରଖିକିରି ଭଲ କର୍ମ କରିବା, ସେଇଟା ହେଉଛି ଜୀବନର ପ୍ରଥମ ବ୍ରତ। ତେଣୁ ଆଜିକାଲି ସମାଜରେ ଦେଖାଯାଉଛି ବ୍ରତ, ବିଭିନ୍ନ ପ୍ରକାର ବ୍ରତ ମଣିଷ କରୁଛି, ଅତି ନିଷ୍ଠାରେ କରୁଛି। ନିଷ୍ଠା କହିଲେ କିଛି ପାଣି ସୁଦ୍ଧା ସେ ପିଇବନି, ନିଜେ ଉପାସ ରହି ବ୍ରତ କରୁଛି। ତ ତାପରେ ଦେଖାଯାଉଛି ସେ ବ୍ରତ ତ ନିଷ୍ଫଳ ହେଉଛି, କିନ୍ତୁ ଦେହର ଅସୁସ୍ଥତା ହେଉଛି। ତେଣୁ ତା ନୁହେଁ, ବ୍ରତ ହେଉଛି ଗୋଟେ ସଂକଳ୍ପ। ମୁଁ ଆଜିଠାରୁ ଏଇ କଥାଟା କରିବି ନାହିଁ, ଏଇ ବ୍ୟବହାର ମୋର ରହିବ ନାହିଁ, ଏପରି କଥା ମୁଁ କହିବି ନାହିଁ। ଏଇଗୁଡ଼ାକ ହେଉଛି ପ୍ରକୃତ ସଂକଳ୍ପ। ମିଳିମିଶି ଚଳିବାର ଯେଉଁ କଥା ଆମର ଯୁଗ ଯୁଗ ଧରିକି ରହିଛି, ସେଗୁଡ଼ିକ ଆଜି ବ୍ୟତିକ୍ରମ ହୋଇଯାଉଛି। ସବୁ ଜିନିଷରେ ଗୋଟେ ଦେଶରେ ଆମେ ଦେଖୁଛୁ, ରାଜ୍ୟରେ ବି ଦେଖୁଛୁ, ସବୁ କଥାରେ ଗୋଟେ ରାଜନୈତିକ ପେଞ୍ଚ ସୃଷ୍ଟି ହେଉଛି।
जड़े भल काम कले भी ताको कहुए मंद काम कले भी कहुए या द्वारा कौन हो कर्मर व्याघात तेणु मानव जीवन नुह केवल वर्ष मास दिन दंड कर्मे जी तार कर्म एका तार जीवनर मानदंड कर्मर शरण जाओ यही काली राति आम ये प्रचंड घड़घड़ी प्रचंड वज्रपात काली होता है जमी जना पड़ू थाए छात छात भांगी पड़ो कि किंतु कहीं हो प्रत्येक बाड़ी बगीचा ताल गछ खजुरी गछ रहिबा निहाती दरकार निम्ब गछ निम्ब ताल खजुरी नड़िया गछ तो समुद्र कूल व्यतीत हुए तो जिते उच्चा उच्चा गछ गुड़िक ये सब वज्रपात निश्चय प्रशमित हम किंतु आम ओडिशा रे वास्तुशास्त्रविद माने आसवे सी कहे ये कंटा गछ आपको काटी दियो सी अमुक दिगरे से गछटा अच्छी पिता गछ ताको काटी दियो कि प्रकृत में गछ ही अमृत प्रदान करे आसंता दिन पई जदि भल बाड़ी बगीचाटी आपण माने तैयारी करि परिबे ता भितर ताल गछ निश्चय रहिबो एवं जिते गछ सृष्टि हबो गरम सेते कमिबो आम देशर गरम बढ़िवार कारण होउची सेटा तेणु आमर यही जो कार्यक्रमटी दीर्घ मासे है आम करूथलु स्वधर्म एवं ता सहित गणतंत्र एवं परिवेश यही जो कार्यक्रमटी आम मासक पर्यंत करूथलु सबु जगार हो पारिनी जो जगार सुविधा है किंतु शेष दक्षिणा आम समस्त को मागिलु अंततः समस्ते 5टी वृक्ष लगे आउ बंचेबे तेणु वर्तमान समाज पर यार आवश्यक नित्यांत जरूरी विश्व ध्वंस विमुक्त हो एवं परिवेशर सुरक्षा हो ये दुईटी कथा वर्तमान मुख्य कथा आ परिवार गुड़िक श्रृंखलित श्रृंखलित परिवार को नहीं गोटे सुस्थ समाज आशा रखा जाई पारे कथाटी ये रखा 5टी वृक्ष समस्ते रखेबे
Hare Krishna, Hare Krishna,